জাতীয় সড়ক সুরক্ষা মাস অবসরের মুখ্যমন্ত্রী মোহন চରଣ মাঝীଙ୍କ করকমଳରେ রাজ্যের 14টি অটল বসଷ୍টাଣ୍ଡ লোকার্পিত হয়ে যাই। এই অবসরে জগতସିଂହପୁର ଜିଲ୍ଲାର ବାଲିକୁଦା ব্লক ନୂଆଗାଁ ଠାରେ ନୂତନ ଭାବେ ବାଲିକୁଦା ବସଷ୍ଟାଣ୍ଡ ଉଦ୍ଘାଟନ ହୋଇଛି। ଏଥିରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବାଲିକୁଦା ଏରସମା ବିଧାୟକ ଶାରଦା ଜେନା, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ ଏବଂ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକୁ ପୁନର୍ବାର ଉଦ୍ଘାଟନ କରାଯାଇଥିଲା, ଯାହାକୁ ନେଇ ବାଲିକୁଦା ଏରସମା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେପଟେ ନୂତନ ବସଷ୍ଟାଣ୍ଡ ଲୋକାର୍ପିତ ସମୟରେ ଅଧାରୁ ଅଧିକ ଚୌକି ଫାଙ୍କା ରହିଥିବା ସ୍ଥାନୀୟ ଦଳୀୟ ନେତା ଓ କର୍ମୀମାନଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳ ପଦାରେ ପକାଇଛି। ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ପ୍ରାୟତଃ ଚୌକି ଗୁଡ଼ିକ ଫାଙ୍କା ପଡ଼ିଯାଇଥିଲା, ବିଶେଷ କେହି ଶୁଣିବାକୁ ନଥିଲେ, ଯାହାକୁ ନେଇ ଉପକୂଳବର୍ତ୍ତୀ ବାଲିକୁଦା ଏରସମା ଅଞ୍ଚଳରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆମର ଏହା ଖୁସି ଯେତିକି ଅନୁଭବ କରୁଛୁ, ଦୁଃଖ ମଧ୍ୟ ଅନୁଭବ କରୁଛୁ। କାହିଁକି ନା ଆମର ଏଠି ବେକାରୀ ଯୁବକ ଆମ ଗାଁରେ ବହୁ ଅଛନ୍ତି। ଆମର ଏଠି ଗୋଚର ଭୂମି, ଅନାବାଦୀ ଏବଂ ଗ୍ରାମ ଜଙ୍ଗଲକୁ ନେଇ ସେ ଅଚଳ ବସଷ୍ଟାଣ୍ଡ ସୃଷ୍ଟି ହୋଇଛି। ପୂର୍ବ ସରକାର ଥିଲା, ସେତେବେଳେ ଆଇଥିଲେ କି ଏଠିକି ଗଲେ ଆପଣ ନିଯୁକ୍ତି ପାଇବେ, ଆପଣଙ୍କ ଗାଁରୁ କିଛି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲୁ। ଆଜି କଲେକ୍ଟର ଆସିଥିଲେ, ଆମକୁ ପ୍ରତିଶ୍ରୁତି ଦେଇ ଯାଇଛନ୍ତି ଯେ ନିଯୁକ୍ତି ଦେବେ ବୋଲି। मुख्य समस्या है जो जगह बसस्टाण्ड होती किसी स्थानीय लोकंर किसी असंतोष रही, कारण एठी जो मान को नियुक्ति दिगला स्थानीय लोक मान उपेक्षा कर जो धारणा बसते प्रकृत बसस्टाण्ड अधिका लोक नियुक्तिर सुजोग प्रकृत न थाए। लक्ष्मी बस आसवा कथा सी परवर्ती अवस्था प्रशासन ए दिगरे दृष्टि देव, लोकंर आवश्यकता अनुभव करके ये कार्यक्रम हाथ को लिया।